ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନ ବିଭାଗକୁ ବଡ଼ ସଫଳତା। ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ। 2ଟି ବାଘ ଛାଲ ଜବତ କରିବା ସହ 7 ଜଣଙ୍କୁ ଗିରଫ କରାଯାଇଛି। ଖଡ଼ିଆଲ ଶ୍ୟାମକୁମ ଲଜ୍ ଓ ବରପଦର ଛକ ନିକଟରୁ 2ଟି ବାଘ ଛାଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଗିରଫ ଅଭିଯୁକ୍ତମାନେ ଖଡ଼ିଆଲ ଶ୍ୟାମକୁମ ଲଜ୍ ଓ ଖଡ଼ିଆଲ ବରପଦର ଛକରେ ବାଘଛାଲ ବିକ୍ରି ପାଇଁ ଡିଲ୍ କରୁଥିଲେ। ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଖଡ଼ିଆଲ ବନ ବିଭାଗ। ଏହାପରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଉକ୍ତ 2 ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ 2ଟି ବାଘଛାଲ ସହ 6ଟି ମୋବାଇଲ ଫୋନ୍ ଓ 7 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ। ରାୟଗଡ଼ାରେ ବାଘଛାଲ ଜବତ କଲା STF। 2 ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଲ ବ୍ଲକ ଖଇରପଦର ଗାଁର ଲିଙ୍ଗରାଜ ମାଝୀ, ଚୁମ୍ବକଲାଲ ପଟେଲ, ବରକୋଟି ଗାଁର ଜୁମ୍ବେଶ୍ୱର ପଟେଲ, ସୁଶୀଲ ପଟେଲ, ବିରିଘାଟ ମହୁଲ ଝରଣ ଗାଁର ନିରନ ମାଝୀ, ପୋଡ଼ାପାଲି ଗାଁର ଜଗଦୀଶ ମାଝୀ, ବଲାଙ୍ଗୀର ଜିଲ୍ଲା ବୋରବାହାଲ ଗାଁର ଚିତ୍ତରାମ ପଟେଲ ବୋଲି ଜଣାପଡ଼ିଛି। ଆଜି ଅଭିଯୁକ୍ତମାନଙ୍କୁ ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ବାଘଛାଲ ବ୍ୟବସାୟ ନିୟମରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଘଛାଲ ନଖ ବ୍ୟବସାୟୀ ସକ୍ରିୟ ହେଉଥିବା ବେଳେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଗତ ନଭେମ୍ବର ମାସରେ ରାୟଗଡ଼ାରୁ STF 2ଟି ବାଘଛାଲ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିଲା। ଚାନ୍ଦିଲି ଥାନା ତାମ୍ପରା ବିଦୁଣୀ ଛକରେ ଚଢ଼ାଉ କରି ବାଘଛାଲ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିଲା STF। ଗିରଫ 2 ଜଣ ହେଲେ ବିଜାପୁର ଗ୍ରାମର ବିକ୍ରମ ମାଝୀ ଏବଂ ରାଜା ମାଝୀ। ଏନେଇ STF କେସ୍ ନମ୍ବର 27ରେ ମାମଲା ରୁଜୁ କରିଥିଲା। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ TV 24।